ସାଙ୍ଗମାନେ କ'ଣ ଆପଣମାନଙ୍କ ଘରେ ବି ଅଛି ସଦାବାହାର ଗଛ? ତେବେ ସାଙ୍ଗମାନେ ସଦାବାହାର ଫୁଲର କିଛି ଏପରି ଆଶ୍ଚର୍ଯ୍ୟଜନକ ରହସ୍ୟ ରହିଛି ଯାହା ଅନେକ ଲୋକଙ୍କୁ ଜ୍ଞାତ ନଥାଏ। ସାଙ୍ଗମାନେ ଆପଣ ପ୍ରାୟତଃ ଅନେକ ଲୋକଙ୍କ ଘରେ ଏହି ଗଛଟିକୁ ଦେଖିବାକୁ ପାଇଥିବେ। ମାତ୍ର 99% ଲୋକ ଏହାର ଫାଇଦା ଏବଂ କ୍ଷତି ବିଷୟରେ ଜ୍ଞାତ ନଥାନ୍ତି। ତେବେ ସାଙ୍ଗମାନେ ଯଦି ଆପଣଙ୍କ ଘରେ ବି ଆପଣ ଏହି ସଦାବାହାର ଗଛଟିକୁ ଲଗାଇଛନ୍ତି କିମ୍ବା ଆପେ ଆପେ ଏହି ଗଛଟି ଆପଣଙ୍କର ଘରର ପରିସରରେ ଉଠିଯାଇଛି, ତେବେ ତୁରନ୍ତ କରିନିଅନ୍ତୁ ଏହି କାମ, ନଚେତ୍ ଭବିଷ୍ୟତରେ ଆପଣଙ୍କୁ ଏଥିପାଇଁ ପଶ୍ଚାତାପ କରିବାକୁ ପଡ଼ିପାରେ। ଯଦି କେବେ ଭୁଲରେ ଆପଣ ଏହି ଫୁଲଟିକୁ ଭଗବାନଙ୍କୁ ଚଢ଼ାଇ ଦେଇଛନ୍ତି, ତେବେ ଏହି ଭିଡ଼ିଓଟି ନିଶ୍ଚୟ ଦେଖନ୍ତୁ। ତେବେ ସାଙ୍ଗମାନେ ଏ ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଭିଡ଼ିଓଟିକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ଏବଂ ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଶ୍ରଦ୍ଧା ଓ ଭକ୍ତିର ସହିତ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ତ ସାଙ୍ଗମାନେ ଯେତେ ବି ଧନୀ ଲୋକ ଅଛନ୍ତି, ଯେତେ ବି ପ୍ରତିଷ୍ଠିତ ଲୋକ ଅଛନ୍ତି, ଆପଣ ନିଶ୍ଚୟ ଭାବରେ ସେମାନଙ୍କର ଘରର ପରିସରରେ ଏହି ଗଛଟିକୁ ଦେଖିବାକୁ ପାଉଥିବେ। ତେବେ ସାଙ୍ଗମାନେ ଏ ଯେଉଁ ସଦାବାହାର ଫୁଲଟି ରହିଥାଏ, ଏହା ବିଭିନ୍ନ ପ୍ରକାର ରଙ୍ଗର ହୋଇଥାଏ ଏବଂ ଏହି ଫୁଲଟି ବହୁତ ସହଜରେ ହିଁ ଆପଣଙ୍କୁ ସବୁ ଜାଗାରେ ମିଳିଯାଇଥାଏ। ତେବେ ସାଙ୍ଗମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ କଥା ହେଉଛି ସଦାବାହାରର ଏ ଯେଉଁ ରଙ୍ଗ ବିରଙ୍ଗର ଫୁଲ ହୋଇଥାଏ, ଏହା ଆପଣଙ୍କର ଭାଗ୍ୟକୁ ବି ରଙ୍ଗୀନ କରିଦେଇପାରେ। ଏହା ଆପଣଙ୍କର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଦେଇପାରେ। ତେବେ ସାଙ୍ଗମାନେ ଯଦି ଆପଣ କୌଣସି ବ୍ୟାପାର ବାଣିଜ୍ୟ କରୁଛନ୍ତି ଏବଂ ବାରମ୍ବାର ଆପଣଙ୍କୁ ସେଥିରେ କ୍ଷତିର ସାମ୍ନା କରିବାକୁ ପଡ଼ୁଛି କିମ୍ବା ଆପଣ ଯେଉଁ ବି କାର୍ଯ୍ୟ କରୁଛନ୍ତି ସେଥିରେ ବାରମ୍ବାର ଆପଣଙ୍କୁ ବିଫଳତାର ସାମ୍ନା କରିବାକୁ ପଡ଼ୁଛି, ସେହି କାର୍ଯ୍ୟଟି ଆପଣଙ୍କର ସମ୍ପୂର୍ଣ୍ଣ ହୋଇପାରୁନାହିଁ, କାର୍ଯ୍ୟଟିରେ ଅନେକ ବାଧାବିଘ୍ନ ଆସୁଛି, କୌଣସି ଏକ ବିଶେଷ କ୍ଷେତ୍ର ପାଇଁ ଆପଣ ନିଜକୁ ପ୍ରସ୍ତୁତି କରିଛନ୍ତି, ତଥାପି ବି ଆପଣ ସେଥିରେ ସଫଳତା ଲାଭ କରିପାରୁନାହାନ୍ତି, ତେବେ ଏପରି ପରିସ୍ଥିତିରେ କେବଳ ଗୋଟିଏ ଥର ଆପଣଙ୍କୁ ଏହି ଉପାୟର ପାଳନ କରିବାର ଅଛି। ଏହାର ଲାଭ ଏବଂ ଏହାର ଚମତ୍କାରୀ ପରିଣାମ ଆପଣ ନିଜେ ହିଁ ଅନୁଭବ କରିପାରିବେ। ଏହା ବ୍ୟତୀତ ଯଦି ଆପଣଙ୍କର ଋଣଭାର ବଢ଼ିଯାଇଛି ଏବଂ ସେହି ଋଣକୁ ପରିଶୋଧ କରିବା ପାଇଁ ଆପଣମାନେ ସମର୍ଥ ହୋଇପାରୁନାହାନ୍ତି, ଆପଣଙ୍କର ଆର୍ଥିକ ସ୍ଥିତି ଧୀରେ ଧୀରେ ଦୁର୍ବଳ ହୋଇଯାଉଛି ଏବଂ ଆପଣ ସବୁ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ତେବେ ମଧ୍ୟ ଏହି ଉପାୟଟି ଆପଣଙ୍କୁ ଧୀରେ ଧୀରେ ଲାଭପ୍ରାପ୍ତ କରାଇବ। ଅର୍ଥାତ୍ ଆପଣଙ୍କର ଧନଜନିତ ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ଏହି ଉପାୟଟି ଆପଣଙ୍କୁ କାମରେ ଆସିବ। ସାଙ୍ଗମାନେ ଆପଣ ଅନେକ ସମୟରେ ଦେଖିଥିବେ, ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଧନ ରୋଜଗାର କରିବାର କୌଣସି ବାଟ ଆମକୁ ମିଳିନଥାଏ ଏବଂ ଏପରି ମଧ୍ୟ ପରିସ୍ଥିତି ଆସିଥାଏ ଯେଉଁ ପରିସ୍ଥିତିରେ ଜଣେ ବ୍ୟକ୍ତି ପରିଶ୍ରମ କରି ଅନେକ ଧନ ରୋଜଗାର କରିଥାନ୍ତି, ମାତ୍ର ସେହି ଧନକୁ ସଞ୍ଚୟ କରିବାରେ ସେ ସମର୍ଥ ହୋଇପାରିନଥାନ୍ତି। ଅର୍ଥାତ୍ ତାଙ୍କର ଧନ ଗୋଟିଏ ପଟେ ଆସି ଆଉ ଗୋଟିଏ ପଟେ ଖର୍ଚ୍ଚ ହୋଇଯାଇଥାଏ। ତେବେ ସାଙ୍ଗମାନେ ଯଦି ଆପଣଙ୍କ ଜୀବନରେ ମଧ୍ୟ ଏହିପରି କିଛି ସମସ୍ୟା ରହିଛି, ତେବେ ଏହି ଉପାୟଟିକୁ ଆପଣ ନିଶ୍ଚିତ ଭାବରେ କରିବାର ଆବଶ୍ୟକତା ଅଛି, କାରଣ ଏହି ଉପାୟ ଦ୍ୱାରା ଆପଣଙ୍କ ଜୀବନରେ ଚାଲିଥିବା ଏହିସବୁ ସମସ୍ୟାଗୁଡ଼ିକର ନିଶ୍ଚୟ ଭାବରେ ସମାଧାନ ହୋଇଯାଇପାରିବ। ତେବେ ଆପଣ ଯଦି ସଠିକ୍ ଭାବରେ ଏହାର ପ୍ରୟୋଗ
ଏହାର ଉପାୟଟିକୁ ପାଳନ କରିନିଅନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାଗୁଡ଼ିକ ଦୂର ହୋଇଯିବ ଏବଂ ଏହା ସହିତ ଆପଣ ନିଜେ ମଧ୍ୟ ଏହାର ଚମତ୍କାରୀ ପ୍ରଭାବକୁ ଅନୁଭବ କରିପାରିବେ। ତେବେ ଆପଣଙ୍କର ସମସ୍ୟାଗୁଡ଼ିକ ଦୂର ହେବା ସହିତ ଆପଣଙ୍କର ମନସ୍କାମନା ମଧ୍ୟ ଏହି ଉପାୟ ମାଧ୍ୟମରେ ପୂର୍ଣ୍ଣ ହୋଇପାରିବ। ତେବେ ସାଙ୍ଗମାନେ, ଆପଣଙ୍କ ଜୀବନରେ ଧନଜନିତ ସମସ୍ୟା ଲାଗି ରହୁଛି, ଆପଣଙ୍କୁ ସର୍ବଦା ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡ଼ୁଛି, ତେବେ ଆପଣଙ୍କୁ ବାସ୍ ଗୋଟିଏ କାମ କରିବାର ଅଛି। ଏହି ଗଛଟିକୁ ଆଣି ଆପଣଙ୍କୁ ନିଜ ଘରେ ଲଗାଇବାର ଅଛି। ତାପରେ ଆପଣଙ୍କୁ ଆଉ କିଛି ଉପାୟ କିମ୍ବା କାର୍ଯ୍ୟ କରିବାର ଆବଶ୍ୟକତା ନାହିଁ, କାରଣ ଏହି ଗଛଟି ଆପେ ଆପେ ହିଁ ଧନକୁ ଆକର୍ଷିତ କରିଥାଏ। ଏହି ଗଛଟିକୁ ଆପଣ ଘରେ ଲଗାଇବା ଦ୍ୱାରା ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ। ଯେକୌଣସି ବି କାର୍ଯ୍ୟ ଆପଣ ଆରମ୍ଭ କରିଥାନ୍ତି, ବିନା କିଛି ବାଧାବିଘ୍ନରେ ସେହି କାର୍ଯ୍ୟଟି ଆପଣଙ୍କର ସମ୍ପୂର୍ଣ୍ଣତା ଲାଭ କରିଥାଏ। ତେବେ ସାଙ୍ଗମାନେ, ଆଗକୁ ମୁଁ ଆପଣମାନଙ୍କୁ ଆହୁରି ଏହି ଫୁଲ ସହିତ ଜଡ଼ିତ 4ଟି ଉପାୟ ବିଷୟରେ କହିବାକୁ ଯାଉଛି, ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେବ, ଆପଣଙ୍କର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଦେବ। ତେବେ ଆପଣଙ୍କୁ କେବଳ ଏତିକି କରିବାର ଅଛି ଯେ ଆପଣଙ୍କୁ ମୁଁ ଯେଉଁ ଉପାୟଗୁଡ଼ିକ ବିଷୟରେ କହିବାକୁ ଯାଉଛି, ସେଗୁଡ଼ିକୁ ଆପଣଙ୍କୁ ସମ୍ପୂର୍ଣ୍ଣ ଧ୍ୟାନ ଦେଇ ଶୁଣିବାର ଅଛି ଏବଂ ଉପାୟଗୁଡ଼ିକୁ ଭଲ ଭାବରେ ବୁଝି ତାପରେ ଉପାୟଗୁଡ଼ିକ ପ୍ରୟୋଗ କରିବାର ଅଛି, ଯାହାଦ୍ୱାରା ଏହି ଉପାୟଗୁଡ଼ିକ କରିବା ସମୟରେ ଆପଣଙ୍କ ଦ୍ୱାରା କିଛି ଭୁଲ ହେବ ନାହିଁ। ତେବେ ସାଙ୍ଗମାନେ, ସଦାବାହାର ଫୁଲଟି ଏପରି ଏକ ଫୁଲ ହୋଇଥାଏ, ଯାହା ଆପଣ 12 ମାସରେ ଦେଖୁଥିବେ ସେହି ଗଛରେ ଫୁଲ ଭରି ହୋଇ ରହିଥାଏ। ସେଥିପାଇଁ ତା'ର ନାଁ ସଦାବାହାର ଅଟେ ଏବଂ ଏହାର ଏହି ବିଶେଷତା ପାଇଁ ମଧ୍ୟ ଏହା ଆପଣଙ୍କ ଭାଗ୍ୟକୁ ମଧ୍ୟ ସବୁଦିନ ପାଇଁ ଚମକାଇ ଦେଇପାରେ, ଆପଣଙ୍କର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଦେଇପାରେ। ତା ଭିତରେ ଯେମିତି 12 ମାସ ଯାକ ଫୁଲ ଭରି ରହିଥାଏ, ସେହି ଗଛଟି ସର୍ବଦା ସବୁଜିମା ଭରି ରହିଥାଏ, ସେପରି ଆପଣଙ୍କ ଜୀବନକୁ ମଧ୍ୟ ଏହି ଗଛଟି ସବୁଜିମା ଭରା କରିଦେଇଥାଏ ଏବଂ ରଙ୍ଗୀନ କରିଦେଇଥାଏ। ତେବେ ସାଙ୍ଗମାନେ, ଏହି ଫୁଲଟିର ତ ଅନେକ ରଙ୍ଗ ରହିଛି, ମାତ୍ର ଆମକୁ ଏହାର 2ଟି ରଙ୍ଗ ପ୍ରାୟତଃ ସବୁ ଜାଗାରେ ଦେଖିବାକୁ ମିଳେ। ଗୋଟିଏ ହେଉଛି ଧଳା ରଙ୍ଗ, ଆଉ ଗୋଟିଏ ହେଉଛି ଗୋଲାପୀ ରଙ୍ଗ। ତେବେ ସାଙ୍ଗମାନେ, ଯେଉଁ ଧଳା ରଙ୍ଗର ସଦାବାହାର ଫୁଲଟି ହୋଇଥାଏ, ତାହା ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏକ ଚମତ୍କାରୀ ଫୁଲ ହୋଇଥାଏ। ଏହି ଧଳା ରଙ୍ଗର ସଦାବାହାର ଫୁଲଟି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ ଏବଂ ଯେଉଁ ଗୋଲାପୀ ରଙ୍ଗର ଫୁଲଟି ହୋଇଥାଏ, ତାହା ମଧ୍ୟ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ, କାରଣ ଲାଲ ଏବଂ ଗୋଲାପୀ ରଙ୍ଗ ମା ଲକ୍ଷ୍ମୀଙ୍କର ସବୁଠାରୁ ପ୍ରିୟ ରଙ୍ଗ ହୋଇଥାଏ। ତେଣୁ ଯେତେବେଳେ ବି ଆପଣ ଏହି ଫୁଲକୁ ନେଇ କିଛି ଉପାୟର ପାଳନ କରୁଛନ୍ତି, ତା ଅର୍ଥ ଆପଣ ନିଶ୍ଚିତ ଭାବରେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ, ଅର୍ଥାତ୍ ଧନ ଆଗମନର ଚାବିକାଠି ଆପଣଙ୍କୁ ମିଳିଯାଇଛି। ଏହା ବ୍ୟତୀତ ଏହି ଧଳା ରଙ୍ଗର ସଦାବାହାର ଫୁଲଟି ଭଗବାନ ଭୋଳାଶଙ୍କରଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ ହୋଇଥାଏ ଏବଂ ଯଦି ଏହି ଧଳା ରଙ୍ଗର ସଦାବାହାର ଫୁଲକୁ ଆପଣ ଭଗବାନ ଭୋଳାଶଙ୍କରଙ୍କୁ ଅର୍ପଣ କରୁଛନ୍ତି, ତ ଆପଣଙ୍କ ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ହୋଇଯାଇଥାଏ ଏବଂ ଆପଣଙ୍କ ଜୀବନରେ ଯଦି ରାହୁ କେତୁ ଜନିତ କୌଣସି ଦୋଷ ରହିଥାଏ, ତେବେ ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପରେ କଟିଯାଇଥାଏ। ତେବେ ଆପଣ ଯେବେ ବି ଧଳା ରଙ୍ଗର ସଦାବାହାର ଫୁଲଟିକୁ ଭଗବାନ ଭୋଳାଶଙ୍କରଙ୍କୁ ଅର୍ପଣ କରୁଛନ୍ତି କିମ୍ବା ମା ଲକ୍ଷ୍ମୀଙ୍କୁ ଅର୍ପଣ କରୁଛନ୍ତି, ତେବେ ଅର୍ପଣ କରିବା ସମୟରେ ଆପଣ ନିଜର ମନସ୍କାମନାକୁ ଭଗବାନଙ୍କ ନିକଟରେ ପ୍ରକାଶ କରନ୍ତୁ। ଆପଣଙ୍କର ଯେପରି ମନସ୍କାମନା ଥିଲେ ମଧ୍ୟ
ତାହା ନିଶ୍ଚୟ ଭାବରେ ପୂର୍ଣ୍ଣ ହୋଇଯିବ। ଏହା ବ୍ୟତୀତ ଯଦି ଆପଣ ଏହି ଧଳା ରଙ୍ଗର ଫୁଲଟିକୁ ପ୍ରଭୁ ଭୋଳାଶଙ୍କରଙ୍କୁ ଅର୍ପଣ କରୁଛନ୍ତି, ତେବେ ଶନି ଦଶାରୁ ମଧ୍ୟ ଆପଣଙ୍କୁ ଉପଶମ ମିଳିଥାଏ। ତେବେ ସାଙ୍ଗମାନେ, ଯଦି ଆପଣଙ୍କର ଘରେ ଏହି ଫୁଲ ଅଛି, ତେବେ ତ ଏହା ବହୁତ ହିଁ ଶୁଭ ହୋଇଥାଏ। ମାତ୍ର ଯଦି ଆପଣଙ୍କର ଘରେ ଏହି ଫୁଲ ନାହିଁ, ତେବେ ଆପଣଙ୍କର ଘର ପାଖାପାଖି ଏହି ଫୁଲ ଆପଣଙ୍କୁ ଅତି ସହଜରେ ମିଳିଯିବ। ତେଣୁ ଆପଣ ନିଜ ଘରେ ଏ ଗଛ ନିଶ୍ଚିତ ଭାବରେ ଲଗାଇବା ଉଚିତ। ଏହା ବ୍ୟତୀତ ଯଦି ଆପଣ ପ୍ରତ୍ୟେକ ଦିନ ସଦାବାହାର ଫୁଲକୁ ହାତରେ ଧରି ମା ମହାଲକ୍ଷ୍ମୀଙ୍କର କୌଣସି ବି ବୀଜମନ୍ତ୍ରର ଜପ କରନ୍ତି, ତେବେ ମଧ୍ୟ ଧୀରେ ଧୀରେ ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇଥାଏ। ଏବଂ ଯଦି ଆପଣଙ୍କର ସ୍ୱାସ୍ଥ୍ୟଜନିତ କିଛି ସମସ୍ୟା ରହିଛି, ତେବେ ଆପଣ ଯଦି ଏହି ଫୁଲକୁ ନିଜର ହାତରେ ଧରି ଭଗବାନଙ୍କ ନିକଟରେ ନିଜର ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତି, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କୁ ଜଣାନ୍ତି, ତେବେ ଆପଣ ମଧ୍ୟ ନିଜ ସ୍ୱାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେବାର ପରିଲକ୍ଷିତ କରିବେ। ତେବେ ସାଙ୍ଗମାନେ, ଆପଣମାନେ ନିହାତି ଏହି ଭିଡ଼ିଓରୁ ଜାଣିପାରିଥିବେ ଯେ ଏହି ସଦାବାହାର ଫୁଲଟି, ଯାହାକି ଅତି ସହଜରେ ଆମକୁ ସବୁଠାରେ ମିଳିଯାଏ, ତାହା କେତେ ଚମତ୍କାରୀ ଅଟେ। ଆପଣ ଏହାକୁ ଘରେ କେବଳ ଲଗାଇବା ମାତ୍ରେ ଆପଣଙ୍କର ଧନଜନିତ ସମସ୍ୟା ଦୂର ହୋଇଯିବ। ଆପଣଙ୍କୁ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହେବ। ଏହା ସହିତ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମଧ୍ୟ ମିଳିବ। ତେଣୁ ଯଦି ଆପଣଙ୍କ ଘରେ ଏହି ଫୁଲଟି ନାହିଁ, ତେବେ ନିଶ୍ଚିତ ଭାବରେ ଏହି ଫୁଲ ଗଛଟିକୁ ଆପଣ ନିଜର ଘରର ପରିସରରେ ଲଗାଇବା ଉଚିତ। ତେବେ ସାଙ୍ଗମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ।